রূপী কালী হবরে বিষয় রূপী বিষদ বিষধর কালী লাগ কেতবে দংশন করুছি কি ইয়ে গোটে প্রশ্ন উত্তর কেতবে দংশন করুছি ভাগবতরে ঘিরে ভাগবতরে লেখা হলা জগন্নাথ দাস কহিলে বিষয় আহার
নৃত্যরে মুগ্ধ হয়ে মহেন্দ্র কুমার স্বাଇଁ এবং বাবুলি কুমার বারিক 150 ଟଙ୍କା ଅର୍ପଣ କଲେ। ନିଖିଳ ଉତ୍କଳ ପାଲା ପରିଷଦର ଉଦ୍ୟମାନ ଗାୟକ ଶ୍ରୀଯୁକ୍ତ ଓଝା ବାବୁଙ୍କ ସୁଲଳିତ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ ଗାଦି ବ୍ରହ୍ମ ପାଲା କମିଟି ବାସନ୍ଦରା 100 ଟଙ୍କା ଅର୍ପଣ କଲା। ତତ୍ସହିତ ଏକ ବିଶେଷ ଘୋଷଣା ଆସନ୍ତା 14/4/2024 ତାରିଖ ଠାରୁ 17/4/2024 ତାରିଖ ପର୍ଯ୍ୟନ୍ତ ଗାଦି ବ୍ରହ୍ମରେ ପାଲା ପରିବେଷଣ ହେବ। ଏ ବର୍ଷ ଉଚ୍ଚମାନ ଗାୟକ ରାଜହଂସ ପ୍ରମୋଦ କୁମାର ସାହୁ ଏବଂ ଗାୟକ ଜ୍ଞାନ ଗୌରବ ଲକ୍ଷ୍ମୀଧର ପଣ୍ଡା ପାଲା ପରିବେଷଣ କରିବେ। भगवान गादीप्रो भला कर्म कर्मकर्ता मान करो वसुंधरा समस्त अधिवासी मान करो समस्त विचार मंगल विचार करू वर्ष आपण मान शत धन्यवाद देवी जे मो दुई भाई ना आनिक पहुंचे दुई जन ओडिशा रे अभिज्ञ ज्ञानी लक्ष्मीधर पण्डा शर्मा महोदय आम कपिल भाई प्रिय कपिल भाई प्रमोद साहू केही काहाकू टिप्पणी छाड़िबे 5 राति पाला पर्यंत आज आपको कहि जाऊ आलोचना करिबो अभिलाष जोठू छाड़िबे प्रथम भाग देबे द्वितीय भाग देबे सेही भाग 5 दिन पर्यंत गोटे जिनिस पर आलोचना करिबे ताहे जानिबे दुई भाई को पाखरे केते ज्ञान हां आवाज भीतर बिजवानी समस्त पुरस्कृत मान पुरस्कार मान भगवान सत्यनारायण प्रभु पटव स्वामी समस्त निकाल मंगल विस्तार करतु सकल विचार खंडन करतु हो ताकू भी कहू ताकू भी जे प्राइज एक विशेष घोषणा भगवान पटव स्वामी निकट रे गायक उज्जवल जो पाला परिवेषण करछंती ताको पई एक अनुरोध आसीची सूर्यकांत बारी से पुअर चाकरी हो जाऊ भगवान पटगोस्वामी निकट से अनुरोध कर तत्सहित गायक महोदय को कहते से चामर टी पटगोस्वामी निकट में आशीर्वाद कामना कर पुअर चाकरी हो गले से पुणी पाला देवे सूर्यकांत बारी हे भगवान पटगोस्वामी तुम्हें तो सत्य तुम्हें तो नित्य तुम्हें तो चिरंतन सूर्यकांत बारिशंकर मनस्कामना को पूरण करिए बोली महाप्रभु पटगोस्वामी मोर दृढ़ विश्वास तथापि हे प्रभु आपण सम्मुखें चामर टेकी एति प्रार्थना करुथि प्रभु सूर्यकांत बारिशंकर मनोभीष्ट को पूरण करंतु चाकरी प्रदान करंतु बोल तन्नि विचार में एक बार हरि
ତୁ ଯା ଠାରୁଛୁ ମତେ କଣ ଭାବିଲୁ ରେ ଯାହା କହିବୁ ଆଗ ହାତରେ ଘଣ୍ଟା ପିନ୍ଧୁଛୁ ପରା ଯାଉଛି କେତେ ଟଙ୍କା ଘଣ୍ଟା 120 ଟଙ୍କା ଘଣ୍ଟା ବେଳକୁ ଚାହିଁବି ଯାହା କରୁଛୁ ଶୁଣୁ କବିରା କବିରେ କୃଷ୍ଣ କଥା ଆଲୋଚନା କରୁଛନ୍ତି ହରି କଥା କରି କଥା ଭାତ ଲୁଗା ଚାରି କଥା ଆଜି କୁଆଡେ ଯିବିନି କାଲି କହିବି ଆପଣ ଠିକରେ ପଳେଇବେ ମୁଁ ବି ପାଲା ଗାଇଥିଲି କାଲି ଯେତିକି ସମୟ ପର୍ଯ୍ୟନ୍ତ ବସିବେ ସେତିକି ସମୟ ପର୍ଯ୍ୟନ୍ତ ପାଲା ହବ ଦୁଇ ଯୋଉ ଭାଗରେ ଫୁଟାକି ଆସିକି ପାଲା ଗାଇବେ କଥାଟି ଆରମ୍ଭ କରିବା ପ୍ରଥମରୁ କିଛି ନାହିଁ ଯଦୁମଣି ମହାପାତ୍ର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଲେଖିଲେ ସୁମତି ନେଇ ବିଚାର ସୁମତି ଅମୁଧି ମଧ୍ୟବର୍ତ୍ତୀ ଦ୍ୱାରାବତୀ ତୁ ଗୋଟିଏ ଆଉ ଇଏ ଗୋଟିଏ ଯଦି ମାଇକ୍ରୋଫୋନ ଏ ଯେମିତି ନାହିଁ ଯେମିତି ସବୁ ମେଡିସିନ ଷ୍ଟୋରରେ ଟାବଲେଟ ବିକ୍ରି ହଉଛି ଯଦି ବୈଜ୍ଞାନିକ ମାନେ ଟାବଲେଟ ସବୁ ତିଆରି କରନ୍ତି ସେଇଟାକୁ ଗିଳିଦେଲେ ଯୋଉ କଥାଟା କୁହନ୍ତୁ ସେଇଟା 100 ଗୁଣ ଅଧିକା ଶୁଣା ଆଗ ଇଏ ଗୋଟିଏ ଜିନିଷ ସେଇ ଗୋଟିଟା ଯଦୁମଣି ମହାପାତ୍ର କହିଲେ ହେ ମୋର ଗୁଣି ଜ୍ଞାନୀ ପଣ୍ଡିତ ସମାଜ ଆଜି ଆପଣମାନଙ୍କ ପାଖରେ ଯେଉଁ କଥାକୁ ମୁଁ କହିବା ପାଇଁ ଯାଉଛି ସୁମତି ଦେଇ ବିଚାର ସୁମତି ଅମୁଧି ମଧ୍ୟବର୍ତ୍ତୀ ଦ୍ୱାରାବତୀ ସୁମତି ଶବ୍ଦର ଅର୍ଥ ହେଲା ପଣ୍ଡିତ କହିଲେ ହେ ପଣ୍ଡିତ ସମାଜ ଆପଣମାନେ ସୁମତି ଦେଇ ବିଚାର କରନ୍ତୁ ମା ଗୋଟିଏ ସୁମତି ହେଲା ପଣ୍ଡିତ ଆଉ ଗୋଟିଏ ସୁମତି ଶବ୍ଦର ଅର୍ଥ କଣ ସୁ ବୋଇଲେ ଉତ୍ତମ ମତି ବୋଇଲେ ମନ ଆପଣମାନେ ଯିଏ ଯୋଉଠି ଯେପରି ଅବସ୍ଥାରେ ଥାଆନ୍ତୁ ନା କାହିଁକି ମନକୁ ଟିକେ ସ୍ଥିରୀକୃତ କରନ୍ତୁ ଉତ୍ତମ ମନର ବିଚାର କରନ୍ତୁ ହେ ଅମୁଧି ମଧ୍ୟବର୍ତ୍ତୀ ଦ୍ୱାରାବତୀ ସମୁଦ୍ର ମଧ୍ୟରେ ଥିବା ଗୋଟିଏ ନଗରୀ କଥା
ପଞ୍ଚାୟତବାସୀ ଦିନେ ବସିଲେ ଆମ ପଞ୍ଚାୟତ ସତ କଥା କହୁଛେ ପଞ୍ଚାୟତ ଲୋକ ବସିଲେ କହିଲେ ଆମେ ଆମ ପଞ୍ଚାୟତରେ ଗୋଟେ ନୂଆ ହାତ ତିଆରି କରିବା ସାପ୍ତାହିକ ହାଟ ବ୍ରାହ୍ମଣୀ ନଦୀ କୂଳରେ ଗୋଟେ ହାଟ ତିଆରି ହେଲା ହାଟ ସେତେବେଳକୁ ଶନିବାର ହାଟ ତିଆରି ହେଲା 3 ପାଳି ଶନିବାର ଗଲା ଚତୁର୍ଥ ଶନିବାରଟା ବାପା ତାକୁ କହିଲା କହିଲା ହରେ କପିଳ ଆରେ ଗୋଟେ ଭୁଲ ବଡ଼ ଗାଁ ବାଲା ଗୋଟେ ବଡ଼ ହାଟ କରିଛନ୍ତି ଗୋଟେ ଡ୍ରିପ୍ ପରିବା ସେଠି ବିକ୍ରି ହଉଛି ନା ହଁ ସେ ଚାଷୀ ଗାଁ ସବୁ ଫସଲ ହଉଛି ନା ପୁଅ 20 ଟଙ୍କା ନେଲୁ ଜଳଖିଆ ଦୋକାନ ଆସୁଛି ନା ହଁ 20 ଟଙ୍କା ତା ବାପା ତାକୁ ଦେଲା କହିଲା ୟାକୁ ଜଳଖିଆ ବନେଇକି ଆଣିକି ଆସିବୁ ଦେଖିକି ଆସିବୁ ହାଟରେ କେତେ ଲୋକ ହଉଛନ୍ତି ଇଏ 20 ଟଙ୍କା ତା ବାପାଠୁ ଧରିକି ଆସିଲା ବାପା ଜଳଖିଆ ଖାଇବ ବୋଲିକି ଚାହିଁକି ବସିଛି ନଦୀରେ ମାତ୍ର ଏତିକି ପାଣି ସେତିକି ପାଣିରେ ପଶିକି ଆସିଲା ଆସିକିରି ଖାଇଲା କଣ କଲା ନା ତ 20 ଟଙ୍କାର ଜଳଖିଆ କିଣିଲା ପାଣି ଭିତରେ ପଶିକିରି ଯାଉଲା 10 ଟଙ୍କାରେ ସେଠୁ ଖାଇଲା 10 ଟଙ୍କାରେ ଖାଇକିରି 10 ଟଙ୍କାରେ ଜଳଖିଆ ନେଇକି ତା ବାପାକୁ ଦେଲା ଯୋଉ ପୁଅ ବାପାକୁ ଠକି ପାରୁଛି 20 ଟଙ୍କା ତା ଭତ୍ତା ପଇସାରୁ ଦେଇଥିଲା ବୁଢା ଇଏ 20 ଟଙ୍କାରୁ 10 ଟଙ୍କା ଖାଇକି 10 ଟଙ୍କା ଦେଇ ପାରୁଛି ସିଏ ଗାୟକ ପିଠିରେ 3 ଥର ଯାତ୍ରା ମାରିକି ଦେବା କଣ କରିବ କୃଷ୍ଣଙ୍କ ଦ୍ୱାରାବତୀ କଟକରେ ରାଣୀ ହେଲେ ମା 108 ଜଣ 108ରେ ସୀମିତ ନା 108ରେ ସୀମିତ ନୁହେଁ ମୋର ଗୁଣି ଜ୍ଞାନୀ ପଣ୍ଡିତ ସଭା ଟିକେ ଭାଗବତ ଭିତରକୁ ଯିବା ପରମ ଶାସ୍ତ୍ର ଭାଗବତ ଭିତରେ ଜଗନ୍ନାଥ ଦାସ ମା କଣ ଲେଖିଛନ୍ତି ନା ଶୁଣ ପରୀକ୍ଷା ଅମରନାଥ କୃଷ୍ଣ विजय कुमार ओझांग साहित्य चर्चारे मुग्ध होई कुकुला नामर कृष्णचरण नायक 101 टंका अर्पण करछन्ती जय जगन्नाथ भगवान सत्यनारायण महाप्रभु गोटक स्वामी गोटक स्वामी हाँ पुरस्कार दाता सर्वश्रेणी काल मंगल विचार करतु सकल निष्ठानिष्ठ खंडन करतु सोलातु सुमित करतु विश्वासते प्रलय प्रदान करतु बोल तन्नी विराट में एक बार हरि ठीक है भागवत जगन्नाथ दास कौन लिखिले तपस्या करी स्वामी रूप में पाई रे गोपपुर 16,000 कृष्ण को स्वामी रूप में प्राप्त हेले द्वारावती कटक 108 जन राणी रहिले कबीर यदि गोपपुर 16,000 गोपी कृष्ण को स्वामी रूप में वर्ण
ଧୀରେ ରୋହିଣୀ ଧୀରେ ସେଟା ଛିଡ଼ା ହେଇକିରି ବହୁତ ଏମିତି କଣ ହଉଛି ଭାଇଆକୁ ଭଳିଆ ଆଉ ନେଇବାର କଥା ମାନେ ଆପଣ ଯୋଉ କଥା ପଚାରୁଥିଲେ ଆମେ କହିପାରିବୁ ଗୋପପୁରରେ ଗୋପୀ କେତେ ଗୋପାଳ କେତେ ସେଥିରୁ କୃଷ୍ଣ 16,000କୁ ବିବାହ କରିଛନ୍ତି ବରଣ କରିଛନ୍ତି ଆଜ୍ଞା କୃଷ୍ଣଙ୍କୁ ବରଣ କଲେ 16,000 ଶୁଣାଯାଏ ତାହେଲେ ଗୋପପୁରରେ ଗୋପୀ କେତେ ତାର ହିସାବ ଗୋପପୁରରେ ଗୋପାଳ କେତେ ହିସାବ ହିସାବ ଟାଇମକୁ ଆଉ ହିସାବ ହିସାବ ଶୁଣିବୁ ହଁ ତମ ଘର କୋଉ ଜିଲ୍ଲାରେ ଆମ ଘର ଯାଜପୁର ଯାଜପୁରିଆ କୁହନ୍ତି ଆଉ କିଛି କହିବି ଖାଲି ଯାଜପୁରିଆ ଥିଲେ ये जाजपुर जिला साहित्य जाजपुर जिला साहित्य कवि किए कृष्ण प्रसाद ये थे नहाती जोरे गोपपुर रे गोपी केते गोपाल केते दुई पद छंद गाई दुई पद छंद रे गोपी गोपाल को संख्या कवि लिखि देले से कवि किए कवि मंजुल कृष्ण प्रसाद बसु ये राग होला चोखी चोखी छंद रे कहि देले को बोले बोले के रूप श्री
ଗୋପାଳ ଲକ୍ଷ୍ମୀ ଯଦି ଗୋପୀ ଲକ୍ଷ୍ମୀ ଗୋପାଳ ଲକ୍ଷ୍ମୀ ମାଲୋ ଭାଗବତରେ ଜଗନ୍ନାଥ ଦାସ କାହିଁକି ଲେଖିଲେ କଥା 16 ନଜନାରୀ ଗୋବିନ୍ଦ আচ্ছা কবি গোপী তো ফিরে লক্ষ্মী 16,000 কাহিনী পাইলে ভাবিছি কহিব লক্ষে গোপী ইয়ে 16,000 গোপী দেখা পাই সুন্দর তাଙ୍କ মুখ সুন্দর ତାଙ୍କ କେଶ ସୁନ୍ଦର ତାଙ୍କ କଣ୍ଠ ସୁନ୍ଦର ବସ୍ତ୍ର ସୁନ୍ଦର ତାଙ୍କ ଦେହ ସୁନ୍ଦର ତାଙ୍କ ସବୁ ସୁନ୍ଦର ସିଏ ମହାପ୍ରଭୁ ଏ 16,000 ଏ ପୁଅ କାହିଁକି ଲକ୍ଷ୍ୟ ଭିତରୁ 16,000 କୁ ଗ୍ରହଣ କଲେ ନା ଇଏ 16,000 କିଏ କିରେ ଆଉ ଚାରି ଜାଗାରୁ ଅଛି ଥିଲେ 16,000 ଗୋପୀ ଚାରି ଜାଗାରୁ ସିଏ କିଏ ଦେବକନ୍ୟା 4,000 ବେଦକନ୍ୟା 4,000 ଋଷି କନ୍ୟା 4,000 ନିତ୍ୟ କନ୍ୟା 4,000 ଏ 4,16,000 କେତେ ହେଲା 16,000 ହେଇଗଲେ আচ্ছা লক্ষ্যে তো গোপী ଥିଲେ যে তো 16,000 কৃষ্ণ গ্রহণ কলে আর বাকি রহিলে কেতে আর 84,000 কুয়ারে গলে হে রাম হরি ধীরে ধীরে অনুগুণ লোক হে পেলা হে রাম হরি ধীরে এ পো কুয়ারে গলে গিরে তো 80,000 শুনিবু সংসারর যেতে যত হে পণ্ডিতে সংসারর যেতে যত হে পণ্ডিতে ওরা 84 রে সংসারের সবু হেলা 84,000 ଆଉ ତା ଭିତରକୁ ଯା ଇଏ 84,000 କଥା ଛାଡ଼ ସେ 16,000 ଗୋପୀ କିଏ ଚାରି ଜାଗାରୁ ଆସିଥିଲେ 416 କୃଷ୍ଣ ଏମାନଙ୍କୁ ନିଜର କୌଦିନ ବିବାହ ମା କାହିଁକି କଥାରେ କହୁଛି ଦ୍ୱାରାବତୀ କଟକରେ ଅଛନ୍ତି 108 ଜଣ ରାଣୀ ଗୋପପୁରରେ ରହିଲେ 16,000 ଗୋପୀ 16,000 ବ୍ରଜନାରୀ ମୋତେ କରିଲେ ତପ କରି ତପସ୍ୟା କରି କୃଷ୍ଣଙ୍କୁ ସ୍ୱାମୀ ରୂପରେ ପାଇଛନ୍ତି 16,000 ଗୋପୀ ପ୍ରମାଣ ଅଛି ପ୍ରମାଣ ଅଛି 16,000 ଗୋପୀ କୃଷ୍ଣଙ୍କୁ ସ୍ୱାମୀ ରୂପରେ ପାଇଥିଲେ ବୋଲି ଅଛି ପ୍ରମାଣ ଅଛି ଓଡ଼ିଆ ସାହିତ୍ୟ ଭିତରେ ଓଡ଼ିଆ ଭାଗବତ ଭିତରେ ଜଗନ୍ନାଥ ଦାସ ଲେଖିଦେଇ ନାହାନ୍ତି ଯୋଉଦିନ 16,000 ଗୋପୀଙ୍କ ସହିତ କୃଷ୍ଣଙ୍କର ମିଳନ ହେଲା
কিন্তু ଏ ପଞ୍ଚକୃଷ୍ଣ ତ୍ରୟୀ ଭିତରକୁ ଆଜି ଯିବିନି। ଆଜି ଯିବି କୋଉଠିକି? ଗୋପୀ କେ ଗୋବିନ୍ଦ ଗୋଟିଏ ସ୍ୱର୍ଗେ ଦେଖନ୍ତି ଦେବତା। ଗୋପୀ ହେଲେ 16,000, କୃଷ୍ଣ କେତେ? ଏକ ମୂର୍ଖ। କିରେ ଗୋପୀ କେ ଗୋବିନ୍ଦ ଗୋଟିଏ ପରା, ଜଣେ ଗୋପୀକୁ ଜଣେ କୃଷ୍ଣ। 16,000 ଗୋପୀଙ୍କ ସଙ୍ଗତେ 16,000 କୃଷ୍ଣ। अन्य कौन काम से ये थी मासे पाला गाइला बेलकु बोले कटक मेडिकल रे पेट
16,000 କୃଷ୍ଣ ଆଚ୍ଛା ଜଣେ କୃଷ୍ଣ 16,000 କୃଷ୍ଣ ହେଲେ କେମିତି ମୁଁ ଗାଉଥିଲି ନା ପୂର୍ଣ୍ଣମିଦଂ ପୂର୍ଣ୍ଣମୋଦଃ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣାୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ ଭଗବାନ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଯଦି ତଳେ ଗୋଟେ 16 ରଖିଦେବୁ ତଳେ ଯଦି 100ଟା ମାଠିଆ ରଖିଦେବୁ 100ଟା ମାଠିଆରେ 100 ପୂର୍ଣ୍ଣ କୌଣସି ଜଳ ରଖିଦେବୁ ଉପରେ ଚନ୍ଦ୍ର ଗୋଟିଏ କେତେଟା ଦେଖାଯିବ ସବୁଠି ସମାନ ଦେଖାଯିବ ତ ତେଣୁ ଭଗବାନ କୃଷ୍ଣ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ଜଣେ ଗୋପୀ ପୂଜେ ଜଣେ କୃଷ୍ଣ ପରା ମହାରାଜ ହୋଇଗଲା ପାଠ ପଢିଥିଲେ ଏକରେ ଏକ ମିଶିଲେ ଦୁଇରେ ଏକ ମିଶିଲେ ଭୁଲ ଏକରେ ଏକ ମିଶିଲେ ଏକରେ ଏକ ମିଶିଲେ ଏକ ଏକରୁ ଏକ ଗଲେ ନା ଏକରୁ ଏକ ଗଲେ ବି ଏକ କାହିଁକି କହିଲେ ଜଣେ ସ୍ୱାମୀ ଆଉ ଜଣେ ସ୍ତ୍ରୀ ଜଣେ ସ୍ୱାମୀ ସହିତ ଜଣେ ସ୍ତ୍ରୀର ମିଳନ ହେଲା ଆଚ୍ଛା ଗୋଟେ ପିଲା ଜନ୍ମ ହେଲା ଏକରେ ଏକ ମିଶିଲା ପରେ ଏକ ବାହାରିଲା ନା ଇଏ ଗଲା ପ୍ରଥମ ଆଚ୍ଛା ତୁ ସମୁଦ୍ର କୂଳକୁ ଯାଇଛୁ ସମୁଦ୍ର କୂଳ ଇଏ ହେଲା ମାସ ଏପ୍ରିଲ ମାସ ଆରମ୍ଭ ହେଇଯିବ ଠିକ ମଇ ମାସ ବେଳକୁ ଯିବୁ ସମୁଦ୍ର କୂଳରେ ପହଞ୍ଚିବୁ ସମୁଦ୍ର କୂଳରେ ଦେଖିବୁ ଆଚ୍ଛା ଯେତେ ପୃଥିବୀରେ ନଦୀନାଳ ଅଛନ୍ତି ସବୁ ତ ପାଣି ବାଷ୍ପୀଭୂତ ହେଇକି ସମୁଦ୍ର ପାଣି ଆଉ ବାଷ୍ପ ହଉନଥିବ କି ବାଷ୍ପୀଭୂତ ହେଇକି ଉଠିବ ତୁ ଖରା ଦିନେ ଯାଇକି ସମୁଦ୍ର କୂଳରେ ପୁରା ଚିହ୍ନ ନେଇକି ଆସିବୁ ଦେଖିବୁ ଯେ ଖରା ଦିନେ ପାଣି ଶୁଖିକି ହେଇକି ରହିଲା ତାପରେ ଆସିବ ବର୍ଷା ଦିନ ବର୍ଷା ଦିନେ ପ୍ରବଳ ବର୍ଷା ହବ ଭାଗବତ କଣ କହିଲେ ପ୍ରବଳ ବର୍ଷା ହବ ପୃଥିବୀ ଏବଂ ଭାରତବର୍ଷ ଭିତରେ ଯୋଉ ହଜାର ହଜାର ନଦୀନାଳ ଅଛନ୍ତି ସବୁ ପୂର୍ଣ୍ଣଗର ଭାଇକି ଖାଇଲେ କୋଉଠି ସମୁଦ୍ରକୁ ଆଚ୍ଛା ଖରା ଦିନେ ଯାଇକି ଚିହ୍ନ ଦେଇଥିଲୁ ପାଣିଟା ଏଇଠି ଥିଲା ବର୍ଷା ଦିନେ ହଜାର ହଜାର ନଦୀର ପାଣି ଆସିକି ମିଶିଲା ସମୁଦ୍ରରେ ପାଣିଟା ବଢିବ ନା କମିବ ନାରେ ପୁଅ କେବେ ବଢିବ ଇଏ ଗଲା ଦ୍ୱିତୀୟ ପ୍ରମାଣ ଶୁଣିବୁ ତୃତୀୟ ପ୍ରମାଣ ମତେ ଗୋଟେ ଛୋଟିଆ କଥାକୁ ଦେବୁ ତତେ ମୁଣ୍ଡିଆ ମାରିବା କଥା ତତେ ଜୁହାର ହେବା କଥା
କବିର ଏ ଗାଁ ଗୋଟେ ଉଦାହରଣ ଦଉଛି ଭଗବାନ କୃଷ୍ଣ ଜଣେ ତ 16,000 କେମିତି ହେଲେ ଶୁଣ ଆମକୁ ଜଣେ ଲୋକଙ୍କୁ ଘରେ ରଖେଇ ଦିଆଯାଇଛି ଜଣକୁ ଘରେ ଆମେ ରହିଛୁ ଆଚ୍ଛା ସେ ଘରେ ଲାଇଟ୍ ଚାଲିଗଲା କରେଣ୍ଟ ଚାଲିଗଲା ଆମକୁ ଗୋଟିଏ କ୍ୟାଣ୍ଡେଲ ଦେଇଛି ଆମେ ସେ କ୍ୟାଣ୍ଡେଲ ଟିକି ଜଳେଇକିରି ଘରେ ବସିଲେ ଆଚ୍ଛା ଗାଁରେ ତ ଲାଇଟ୍ ନାହିଁ 10 ଜଣ ଲୋକ 10ଟା ନୂଆ କ୍ୟାଣ୍ଡେଲ ଧରିକି ଆସିବେ ବା ଦୀପ ଧରିକି ଆସିବେ ଆମ ଘରେ ଯୋଉ ଦୀପଟା ଜଳୁଛି ସେ ଦୀପରେ ଲଗେଇକିରି 10ଟା ଯାକ ଦୀପ ନେଇକିରି ପଳେଇବେ ଆଚ୍ଛା କବିର ମତେ କହିଲୁ ଆମର ଦୀପଟା ପୂର୍ବରୁ ଯେତିକି ଜଳୁଥିଲା ଇଏ 10ଟା ଦୀପ ସେ ଦୀପରେ ଲଗେଇକିରି ନେଇଯିବା ପରେ ତା ଆଲୋକ ଟିକେ କମିବ କଣ ହେଲା এইটা ঠিক মানে এমনিতে হলে ମୋ ହାତକୁ କାଟିବ ଏମିତି ହେଲେ ମୋ ହାତକୁ ତା ହାତକୁ କାଟିବ এটা ପୁରା ବୋକା କାଠ ଚୋରକୁ ପୁଅ କାଠ ଚୋର ତେଣୁ ଏମିତି ହେଲେ କାଟିବ ଏମିତି ହେଲେ କାଟିବ ଶୁଣ ଯୋଉ ଦୀପଟା ଲିଭିକି ରାମ ଦୀପ ଜଳୁଥିଲା ସେଥିରେ 10ଟା ଦୀପ ନେଇଯିବା ପରେ ସେ ଆଲୋକ ଟିକିଏ କମିବ ସେ ଆଲୋକ ଟିକିଏ କମିବ କାହିଁକି କହିବି ପୂର୍ବରୁ ପୂର୍ବ ରେଲେକା
ଯେତେବେଳେ ସଂଖ୍ୟା ଭିତରେ ଶୂନ ବୋଲି ଭାବିବା ତାହେଲେ ଶୂନର ମୂଲ୍ୟ କେତେ? ଶୂନର ମୂଲ୍ୟ ନାହିଁ, ଶୂନର ମୂଲ୍ୟ ନାହିଁ। କବି ଶୂନରେ ଶୂନ ମିଶେଇଲେ, ଶୂନରୁ ଶୂନ ଫେଡ଼ିଲେ, ଶୂନରେ ଶୂନ ଗୁଣିଲେ, ଶୂନରେ ଶୂନ ହରିଲେ, ଶୂନରେ ଶୂନ ହରଣ ହେଇପାରିବ? ଶୂନରେ ଶୂନ ହରଣ ହେଇପାରିବ? ଶୂନରେ ଶୂନ ଗୁଣିଲେ ଶୂନ, ଶୂନରେ ଶୂନ ମିଶେଇଲେ ଶୂନ, ଶୂନରୁ ଶୂନ ଫେଡ଼ିଲେ ପ୍ରଭୁ ହେଲେ ଶୂନ। ଯଦି ପ୍ରଭୁ ହେଲେ ଶୂନ, ତାଙ୍କ ଦେହରୁ ଯେତେ ଶୂନ ବାହାରିଲେ, ଗୋଟିଏ ଶୂନରୁ ଯେତେ ବାହାରିଲେ ସେ ସେଇ ଶୂନ୍ୟ ହେଇଗଲେ। আচ্ছা ইয়ে বলা সংখ্যা ছাত্র কথা। যদি অক্ষর তত্ত্ব ভিতরକୁ ଯିବା, অক্ষর তত্ত্ব ভিতরে কৃষ্ণ কিଏ? অক্ষর তত্ত্ব ভিতরে কৃষ্ণ হেলে যদি অক্ষর তত্ত্ব ভিতরে কৃষ্ণ হেলে গোটিଏ অক্ষর, ঠর আরম্ভ কোଉଠି ଶେଷ କୋଉଠି କେହି କହିପାରିବେ? ଠର ଆରମ୍ଭ କୋଉଠି ଶେଷ କୋଉଠି କେହି କହିପାରିବେ? ଯୋଉଠି ଆରମ୍ଭ ସେଇଠି ଶେଷ। ଠର ଆରମ୍ଭ ଯୋଉଠି, ଠର ଶେଷ ସେଇଠି। ଆମେ ପିଲାମାନଙ୍କୁ ପାଠ ପଢିବା ପାଇଁ ନଉଛନ୍ତି ନା? ପାଠ କୋଉଠି ଦଉନୁ? କଣ ସାର୍ ଯେତେବେଳେ ସ୍ଲେଟରେ ଲେଖୁଛନ୍ତି କଣ ଲେଖୁଛନ୍ତି? ଗୋଟାଏ ଶୂନ ଲେଖୁଛନ୍ତି। ସେଟା ଅକ୍ଷର ତତ୍ତ୍ୱରେ ହେଲା ଠରେ। ଠକୁ ପାଇଲେ ଭଲ, ପାଠୁଆ ହୋଇନୁ। ଭଗବାନ ଯଦି ଠ ହୁଅନ୍ତି, ସିଏ ନିଜ ଦେହରୁ 15,999 ଜଣ କୃଷ୍ଣକୁ ବାହାର କଲେ। ଗୋପୀ ହେଲେ 16,000, କୃଷ୍ଣ ହେଲେ 16,000। ତେଣୁ ଗୋପୀକେ ଗୋବିନ୍ଦ ଗୋଟିଏ ସ୍ୱର୍ଗେ ଗୋପୀ। 16,000 ଗୋପୀ, 16,000 କୃଷ୍ଣ। ଶରୀର ବୃନ୍ଦାବନରେ ଜାଣିଥିଲା ମହାରାଜରେ। भगवान सत्यनारायण सर्वविज्ञान विचार विज्ञान ଗାୟକ ଉଜ୍ଜଳ ବିଜୟ କୁମାର ଓଝାଙ୍କ ପାଲା ପରିବେଷଣରେ ମୁଗ୍ଧ ହୋଇ ପୁରୁଣ ପାଣିସାହି ପାଲାନୁଷ୍ଠାନ ତରଫରୁ 100 ଟଙ୍କା ପ୍ରଦାନ କରାଗଲା। ଆଶା କରୁ ସାଦରେ ଗ୍ରହଣ କରିବେ। ଶ୍ରୀରାମ ନବମୀ ପୂଜା ପାଲା କମିଟି ଗାୟକ ଉଜ୍ଜଳ ବିଜୟ କୁମାର ଓଝାଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ 100 ଟଙ୍କା ଅର୍ପଣ କଲେ। ବିଶେଷ ଘୋଷଣା ତା 21/4/2024 ନିକଟରୁ ତା 25/4/2024 ପର୍ଯ୍ୟନ୍ତ ବାଦିପାଲା ଅନୁଷ୍ଠିତ ହେବ। ଗାୟକ ମାସ ହେଲେ ଗାୟକ ଯୁବ ପ୍ରତିଭା ସନାତନ ଦାସ, ଗାୟକ ଯୁବ ପ୍ରତିଭା ଗଗନ ମହାପାତ୍ର। ବହୁ ସଂଖ୍ୟାରେ ଯୋଗ ଦେବାକୁ ପାଲାପ୍ରେମୀମାନଙ୍କୁ ଅନୁରୋଧ। ଗାୟକ ଉଜ୍ଜଳ ବିଜୟ କୁମାର ଓଝାଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ ତ୍ରିନାଥ ପାଲା କମିଟି କୁଣ୍ଡା ଅନୁଷ୍ଠାନ ତରଫରୁ 100 ଟଙ୍କା ଅର୍ପଣ କରାଗଲା। ଆଶା କରୁ ସାଦରେ ଗ୍ରହଣ କରିବେ। ବନ୍ଦେ ଉତ୍କଳ ଜନତା। ସମସ୍ତ ପାଲା କମିଟିର କର୍ମକର୍ତ୍ତା ମାନଙ୍କର ଭଗବାନ ସତ୍ୟନାରାୟଣ ଜଗତମାତା ସରଳା ସର୍ବଶ୍ରୀକାଳ ମଙ୍ଗଳ ବିସ୍ତାର କରନ୍ତୁ। ବୋଲ କର୍ମନିକାର କୁମାର ଶ୍ରୀରାମ କମିଟି ତ ନିଶ୍ଚିତ ଭାବରେ କହିବା କଥା କହିବୁ। ଶ୍ରୀରାମ କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଭଗବାନ ସତ୍ୟନାରାୟଣ ମଙ୍ଗଳ ବିସ୍ତାର କରନ୍ତୁ। ପୁରଣ ପାଣିସାହି ତା ସହିତ ଅନ୍ୟ ଯୋଉ ମନ୍ତ୍ରଟି କଥା କହିଲେ ସମସ୍ତଙ୍କର ସର୍ବଶ୍ରୀକାଳ ଭଗବାନ ମଙ୍ଗଳ ବିସ୍ତାର କରନ୍ତୁ। ଭୂମିକାକୁ ହାତରେ ଧର, ମୋ ବେଳ ସରିଲାଣି, ଟିକେ ରହ, ଛାନିଆ ହନି। ସମସ୍ତଙ୍କର ମଙ୍ଗଳ ବିସ୍ତାର କରନ୍ତୁ ଭଗବାନ ସତ୍ୟନାରାୟଣ। ବୋଲ କମିଟି ଆପଣଙ୍କ ବାର କଥା ରହିଲା କୋଉଠି?
କି ସେଦିନ ରାତିରେ ବହୁମାନଙ୍କୁ ବୋଲେ ମା ମାନେ ଏ ରାତି ପାହିଲେ ମୋ ପୁଅ କୃଷ୍ଣର ଜନ୍ମଦିନ ରହିଲେ 16,000 ବାରାମତୀ କୋଟକରେ ରହିଲେ 108 ଇଏ 16,108 ଭିତରୁ 16,100କୁ ଛାଡ଼ିଦେ ପୁଅ କେବଳ 8 ଜଣଙ୍କ କଥା ଟିକେ ଚିନ୍ତା କରିବା ରୁକ୍ମିଣୀ ସତ୍ୟଭାମା ଦମ୍ପତି ମିତ୍ରବିନ୍ଦା ମୁଦ୍ରା ଦିଅ 8 ଜଣ ରାଣୀ ମା ଦେବକୀ ଡାକିଲେ କହିଲେ ତମ ସ୍ୱାମୀର ମଙ୍ଗଳ କାମନା କରିବା କଣ ତମ କର୍ତ୍ତବ୍ୟ ନୁହେଁ କାହିଁକି କହିଲ ଦେହର ଲେଖିନାହାନ୍ତି ପୁଅ କହିଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ସେମାନଙ୍କ ଭିତରେ ବିଚାର ବିମର୍ଶ ହେଲା ଯେ ଆମେ ସ୍ୱାମୀଙ୍କର ମଙ୍ଗଳ କରିବା ନା ଅମଙ୍ଗଳ କରିବା ପାଇଁ ଯଥାବିଧି ମତେ ପୂଜା ସାରିଲେ ଆମ 8 ଜଣଙ୍କ ଭିତରେ କାହିଁକି ହେଲା ଝଗଡ଼ାଟା ନା ବଡ଼ କିଏ ସେଇ ଆଗ ବୁଝାମଣା କଲେ ସତ୍ୟଭାମା କହିଲେ ମୁଁ ବଡ଼ ରୁକ୍ମିଣୀ କହିଲେ ମୁଁ ବଡ଼ ଜାମ୍ବବତୀ କହିଲେ ନା ଯାହା ପାଖରେ 3ଟି ଗୁଣ ଥିବ ଆଜି ସେଇ ପ୍ରଥମେ ବୁଝାମଣା କରିବ ଯିଏ ବଡ଼ ହେଇଥିବ ଯିଏ ସତୀ ହେଇଥିବ ଯାହାକୁ ଆମ ସ୍ୱାମୀ ସବୁଠୁ ବେଶୀ ଭଲ ପାଉଥିବା ସେଇ ଆଜି ବୁଝାମଣା କରିବ ତାହେଲେ ସିଏ କିଏ ନା ସତ୍ୟଭାମା କହିଲେ ମୁଁ ରୁକ୍ମିଣୀ କହିଲେ ମୁଁ ରାଣୀଙ୍କ ଭିତରେ କଜିଆ ଲାଗିଗଲା ଜାମ୍ବବତୀ କହିଲେ ନା ଘଟଣା ସେମିତି ନୁହଁ ଯଥାବିଧି ମତେ ପୂଜା ସାରିଦିଅ ଆଜି ଯାଇ ସ୍ୱାମୀଙ୍କ ପାଖରେ ପହଞ୍ଚିବା ସ୍ୱାମୀକି ପଚାରିବା 108 ଭିତରେ ଆମେ 8 ଜଣ ହଉଛନ୍ତି ବଡ଼ 8 ଜଣଙ୍କ ଭିତରେ ବଡ଼ କିଏ ଏ ପ୍ରଶ୍ନର ଉତ୍ତର ସ୍ୱାମୀଙ୍କଠୁ ଆଜି ଆଣିବା କଥା ଠିକ ହେଲା ପୂଜା ସରିବା ପରେ ଏ ପୁଅ ସନ୍ଧ୍ୟା ହେଇଯାଇଛି ପ୍ରଭୁଙ୍କର ଜନ୍ମୋତ୍ସବ ପାଳନ ସରିଲା ଜନ୍ମୋତ୍ସବ ପାଳନ ସରିବା ପରେ ଆସନ୍ତୁ ଜନ୍ମୋତ୍ସବ ପାଳନ ସରିବା ପରେ ଭଗବାନ ଭିକାରୀ ବାଲା ସରିଲେ ପଳେଇବ ସିଲଭର ଥାଳି ରଖିଛି ବଡ ଦାଣ୍ଡକୁ ଯିବ
ଟୋକେ ଦି ଟଙ୍କା ଯାହା ଦଉଛନ୍ତି ତା ପକେଟରେ ଦେଇଦେବେ ଆରକୁ ମାଗୁଛି ମୋ ବୋପା ଦର୍ଶନୀୟ ଯୋଗୁ ମାଗୁଛି ଗଲା କାହା ଯୋଗୁ ମାଗୁଛି ସେଦିନ ରାଣୀମାନେ ଆସି ଘରେ ପହଞ୍ଚିଲେ ସନ୍ଧ୍ୟା ହେଇଗଲା ଯାଇ କୃଷ୍ଣଙ୍କ ପାଖରେ ପହଞ୍ଚିଲେ ପଚାରୁଛନ୍ତି ସ୍ୱାମୀ 2 ଜଣ ତ ଗଲେ 6 ଜଣ ଦୂରକୁ ରହିଲେ ରୁକ୍ମିଣୀ ସତ୍ୟବାନ ଆଉ କାହା କଥା ଖବର ଅଛି ନା ତୁ ସ୍ୱାମୀ ହ ତୁ ତ ସ୍ତ୍ରୀ ହୁଏ କିନ୍ତୁ କୁକୁଳିଆ ରାତ ଦେଖେଇକି ତ ସ୍ୱାମୀ କୁକୁଳିଆ ରାତ ଅସୁନ ଦେଖେଇକି ଲୋକଙ୍କୁ ଦେଖେଇକି ଯେମିତି କୁକୁର ରାତ ମଝିରେ କଳା ପଡ଼ି ଯାଇନଥାଏ ମାଗଣା ପାନ ଖାଇକି କଣ ବଡି ରାତ ସେଦିନ ବିଜୟ ବାବୁ ଆଜି କିଣା ଖାଇ ଚିତା କୁଟେଇଛ ତମେ ସେ ଚିତା କୁଟେଇଥିଲେ ହାତରେ ବଡ ଭାଇ ତ ସଭେ ବର୍ଷ ସମସ୍ତେ ତ ନିଜ ଲୋକ ସତ କଥା ଗତ ବର୍ଷ ତାକୁ ପଚାରିଲି କପିଳ ଏ ବର୍ଷ ପାଲା ପଇସାରେ କଣ କରୁ ନା ସାର୍ ମୋ ଜମିକି ଲାଗିକି 10 ଫୁଟ ଜମିଟା କିଣିଯାଇଛି ସେଥିରେ ସବୁ ଫସଲ କରିବେ ଗତ ବର୍ଷ ପଇସାରେ ଫସଲ କରିବା ପାଇଁ 10 ଫୁଟ ବିଲ କିଣି ମୁଁ କହିଲି ଏ ବର୍ଷ ଯୋଉ ପଇସା ହବ ନା ଝିଅ ବିବାହ କରିବି ସୁନା କିଣିବି ରୁକ୍ମିଣୀ ସତ୍ୟଭାମା କୃଷ୍ଣଙ୍କ ପାଖରେ ପହଞ୍ଚିଛନ୍ତି କୃଷ୍ଣଙ୍କୁ ପଚାରୁଛନ୍ତି ସ୍ୱାମୀ ଆମ 8 ଜଣଙ୍କ ଭିତରେ ବଡ କିଏ 8 ଜଣଙ୍କ ଭିତରେ ସତ୍ୟ କିଏ କାରଣ 6 ଜଣ ବରବନ୍ଧ ପାଖରେ ଜଗିଲେ ଯୋଉ 2 ଜଣଙ୍କ ଭିତରେ କୋଳି ଆଣିଛନ୍ତି ସେଇ 2 ଜଣ ଗାବାଇ ପହଞ୍ଚିଲେ କୃଷ୍ଣ ଶୁଣିଦେଲେ କହିଲେ ଏମାନେ କାହିଁ ବୁଝିଲେ ମୁଁ କାହାକୁ ଭଲ ପାଏ ମୋ ଜୀବନରେ ସବୁଠୁ କାହାକୁ ପ୍ରେମ କରେ ସବୁଠୁ ଭଗବାନ କାହାକୁ ଭଲ ପାଆନ୍ତି ଭଗବାନ କାହିଁକି ଜଗତକୁ ଆସନ୍ତି ହାତ ଯୋଡ଼ିଲେ ଭାଗବତରେ ଡାକିଲେ ପ୍ରଭୁ ଭଗତ ହିତେ ତୋର ତ କୃଷ୍ଣ ରାଣୀ ମାନଙ୍କୁ କହୁଛନ୍ତି 6 ଜଣ ବାହାରେ ଛିଡା ହେଇକି ଶୁଣୁଛନ୍ତି 2 ଜଣ କୃଷ୍ଣଙ୍କ ପାଖରେ ଛିଡା ହେଇଛନ୍ତି 8 ଜଣ ମୁହଁରେ ଆଉ ଜଣେ ଅଛି ତମ 8 ଜଣଙ୍କୁ ଭଲ ପାବ ତମେ 8 ଜଣ କଣ ମୋ ସତୀ ଆଉ ଜଣେ ନାରୀକୁ ମୁଁ ଭଲ ପାଏ ସିଏ ପାଣ୍ଡବ ଘରଣୀ ଦ୍ରୌପଦୀ
ତୁ ଏଠୁ ପାଲନ ଯିବୁ ତୋ ସ୍ତ୍ରୀ କି ନାଇଁ କହିବୁ ତା ନା କଣ କାହାକୁ ମିଳିସି କହନ୍ତି ଆଜି ତା ନା କୁନି ତାକୁ କହିବୁ ହଇଲ କୁନି ମୁଁ କଣ ତତେ ଭଲ ପାଉଛି ତମ ଗାଁ ପଡିଶା ଗାଁରୁ ଆଉ ଗୋଟା ସ୍ତ୍ରୀ ଲୋକ ନା କହ ତୋ ସ୍ତ୍ରୀ କଣ କରିବ ମାଛ କଟା ପନିକି ରଖିଛି ଟିକେ ଧରି ଛାତିର ମର ପକେଇରୁ ଭରି ଆଚ୍ଛା ତୋର ଗୋଟିଏ ସ୍ତ୍ରୀ ତୁ ଯଦି କହିଲୁ ତୁ ଅନ୍ୟ ସ୍ତ୍ରୀ କି ଭଲ ପାଉଛୁ ତୋ ସ୍ତ୍ରୀ ତୋ ଅବସ୍ଥା ଏଇଆ କରିଦବ ମାନେ ତୋର ଭୟ କୃଷ୍ଣ ତୋର 8 ଜଣ ପାଠରାଣୀ କୃଷ୍ଣ କହିଲେ ତମ 8 ଜଣ ମୁଁ ଆଉ ଜଣକୁ ଭଲ ପାଏ ସେ ଜଣ କହୁଛି ଦ୍ରୌପଦୀ ଯେତେବେଳେ ଦ୍ରୌପଦୀ ନା ଶୁଣିଦେଲେ 8 ଜଣ ଆଉ କି ସମ୍ଭାଳନ୍ତି ମା ଚାକିରି କଣ କହିଲ ଆମକୁ ଭଲ ପାଉନା ଦ୍ରୌପଦୀ କି ଭଲ ପାଉଛ ଦେଖିଲେ ସ୍ୱାମୀ ଦେଖିଲେ ଓ ତ୍ରିଭଙ୍ଗୀ ଖାନି ପଦପରେ ମୋହନ ବଂଶୀ ବଜାଉଛନ୍ତି କୃଷ୍ଣ ତାଙ୍କ ପାଖରେ ଛିଡ଼ା ହେଲେ ରାଣୀ ମାନେ କହିଲେ ଯଦି ଦ୍ରୌପଦୀ କି ଭଲ ପାଉଛ ଦ୍ରୌପଦୀ ତମ ପ୍ରାଣ ପ୍ରିୟା ଆଜି ଠାରୁ ସବୁ ସମ୍ପର୍କ ତୁଲିଲା ତମ ଠାରୁ ରାଣୀ ମାନେ କୃଷ୍ଣଙ୍କ ଠୁ ସମ୍ପର୍କ ତୁଟେଇ ଦେଲା ପରେ କୃଷ୍ଣ ହସିଲେ କହିଲେ ମାନବ ଜନ୍ମରେ केवल एतिकी कहले स्वामी जदि द्रौपदी की भल पाउछ आज तो आपण तो सहित हमर सब संपर्क तुटिला भूषण मो डेरी चंदिका स्वामी स्त्री संपर्क नहीं 8 जन पाठरानी आ कृष्ण संपर्क नहीं किंतु कृष्ण मन भीतर भावी कहीं एक ना रानी मान मन भीतर गर्व अहंकार को दूर कर रानी मैंने मन भीतर भावुं आम कृष्ण मंत्री आम भौर बड़ देना ये जो अहंकार गर्व भाव ये अहंकार भाव ये गर्व भाव को पूर्ण करने भगवान कृष्ण द्रौपदी को नाम उच्चारण कर अपेक्षा कर रही रानी मान सीना कृष्ण को ढोगा संपर्क चुकई देले किंतु कृष्ण अपेक्षा कले समय आसीबो ए रानी माने तम मन कथा तमर भूल तमे तो निजे बुझियो आज समस्त खाई मिसिक गले बसिक खाई
ବାଡ଼ି ନ କରିପାରିଲେ କ'ଣ କରିବି ଜାଣିଛୁ? କଣ କରି ପଇସା ଅଧିକ ମୁଁ ତ କିଛି କରିପାରିବି ଜାଣିଛୁ? ମୁଁ କିଛି କରିପାରିବି ମଦ ଉପରେ ପାଣି ନ କରୁ ମୋ ସାତ ପରେ ମୁଁ ଯଦି କହିବି ସେ ପଛ କରିବ ସିଏ ପଚାରିଥିଲେ ଗାଈ ଏତିକି ତ କରି ପଳେଇ ଆସିଛନ୍ତି ଆପଣଙ୍କ ଘରକୁ କେତେ 50 ଆସିଲେ କିଏ କାନ୍ଧରେ ତ ନେଇ ପାରିବେ ଆଜ୍ଞା ଗୋଟେ ସତ କଥା କହିବି କୁହନ୍ତୁ ବର୍ଷରେ ମୋ ବନ୍ଧୁ ଭାଇ ବର୍ଷରେ ଯାହାକୁ ସାତ ସଚେତନ ମୁଁ ଯେତେବେଳେ ପାଲା ପ୍ରଥମେ ଗାଇଲି ମୋ ବିବାହର ବର୍ଷକ ପରେ ମୋ ଶ୍ୱଶୁର ଘରକୁ ଯାଇଥିଲି ମୋ ବଡ଼ ଭାଉଜ ମୋତେ ପଚାରିଲେ ତୋର ନିଜ ପାଲା ଗାଛ ପାଇବ ଯଦି ଚାକିରି କରିଥାନ୍ତ ଘର କରିଥାନ୍ତ ପାଲା ଗାଇକିରି ପାଇବ କ'ଣ ଏବେ ମୁଁ ଥିଲି ଆପଣଙ୍କ ଗାଁରେ ପହରଦିନ ଆସିଥିଲେ ମୋ ପୁଅ ନେଇକି ଯାଇଥିଲା ତାକୁ କୋଉଠି ଢେଙ୍କାନାଳ ନେଇଥିଲା ସେଇ ଭାଉଜ କିନ୍ତୁ ଏବେ ସେ ଭାଉଜ ମତେ ଦେଖିଲେ ମୁଁ ଯାହା ଭାବିଥିଲି ତାହା ଭୁଲ ପ୍ରମାଣ ହେଇଗଲା ମାନେ କପିଳ ବୁଝିବୁ କ'ଣ ଆରେ ବୈକୁଣ୍ଠ ପ୍ରାପ୍ତି କୋଉଠି ହୁଏ ଯଦି ମୁଁ ପାଲା ଗାଇ ନଥାନ୍ତି ଦ୍ୱିତୀୟ ଓଝା କାଲି ଯଦି ମରି ଯାଇଥାନ୍ତା କେତେ ଜଣ ଯାଇଥାନ୍ତେ କି ମତେ କହିଲୁ ଆଳୁ କାଟୁଆରେ ଗାୟକ ପ୍ରବୀର ସନାତନ ଦାସଙ୍କର ମୋର 10 ରାତି ପାଲା ହଉଥିଲା ମୁଁ 2 ରାତି ପାଲା ଗାଇଛି ଦେହ ଖରାପ ହେଲେ ଘରକୁ ପଳେଇ ଆସିଲି ପରଶୁରାମ ପଣ୍ଡା ଚାମର ଦେଖିକିରି ଆଶୀର୍ବାଦ କଲେ ହରିବୋଲ ଦେଲେ ବିଜୟ କେମିତି ଭଲ ହେଇଯାଉ ରବି ସାମନ୍ତରାୟ ଚାମର ଦେଖିକିରି ଆଶୀର୍ବାଦ କଲେ ଖାଲି ସେମାନେ ନୁହନ୍ତି ମୋ ଭାଇମାନେ ଯେତେ ଅଛନ୍ତି ମୋ ବନ୍ଧୁମାନେ ଯେତେ ଅଛନ୍ତି ପାଲାକାର ବନ୍ଧୁମାନେ ଭାଇମାନେ ସମସ୍ତେ ସୋସିଆଲ ମିଡିଆରେ ସମସ୍ତେ ମୋ ପାଖକୁ ପଠେଇଛନ୍ତି ଦେହ କ'ଣ ଅଛି କେମିତି ଭଲ ହେଇଯାଉ ଭଗବାନଙ୍କର ଆଶୀର୍ବାଦ ହଉ ସମସ୍ତଙ୍କର ଆଶୀର୍ବାଦରୁ ମୁଁ ଭଲ ହେଇକି ବସିଛି ଆଉ ଯଦି କୋଉଦିନ ମରିଯିବି ରେ ଅଗ୍ର ଯଦି କୋଉଦିନ ବିଜୟ ଓଝା ମରିଯିବ ସେଦିନ ତୋ କାନ୍ଧ ନାହିଁ ସେଦିନ 1000 ପାଲାବାଲାଙ୍କ କାନ୍ଧ ଯାଇ ପହଞ୍ଚିବ ବିଜୟ ଓଝା କଥା ସମସ୍ତେ ଜାଣନ୍ତି ତେଣୁ କପିଳ ଆଉ ସେ କଥା କେବେ କହିବୁ ଶୁଣ ସେଦିନ ପହଞ୍ଚିଗଲା ଗୋଟାଏ ଋତୁ ପଦଟେ ସାଙ୍ଗ କହିବୁ ଗାଇଲୁ କବିଥିଲେ କବି ସମ୍ରାଟ ପୁଞ୍ଜ ଲେଖା ବୈଦେଶିକ ବ୍ୟାସ ଗୋଟେ 2ଟା ପଦପତ୍ର ଛନ୍ଦ ଗାଇଲା ଭାଇ ମାତ୍ର ବସିଲେ ଆଗୁଲା ଆହାରି ଛନ୍ଦ ବସନ୍ତ ସମୟ ଅତିର ସମୟ ଭାଷା ପ୍ରବେଶ
ବସନ୍ତ ଋତୁ ହେଇଛି ଭଗବାନ କୃଷ୍ଣ ଦେଖିଲେ ରାଣୀମାନଙ୍କ ମନ ଭିତରେ ଥିବା ଦମ୍ଭଧର୍ମ ଅହଙ୍କାରକୁ ଚୂର୍ଣ୍ଣ କରିବା ପାଇଁ ଏଇଟା ଗୋଟେ ପ୍ରକୃଷ୍ଟ ସମୟ। କାରଣ ପ୍ରତିବର୍ଷ ବସନ୍ତ ଉତ୍ସବ ପାଳନ କରାଯାଏ। ଯେତେବେଳେ ପ୍ରତିବର୍ଷ ବସନ୍ତ ଉତ୍ସବ ପାଳନ କରାଯାଏ ଚଳିତ ବର୍ଷ ବସନ୍ତ ଉତ୍ସବରେ ରାଣୀମାନଙ୍କ ମନ ଭିତରେ ଥିବା ଦମ୍ଭଧର୍ମ ଅହଙ୍କାରକୁ ଚୂର୍ଣ୍ଣ କରିବାକୁ ପଡ଼ିବ। ମଧ୍ୟ ମଞ୍ଚସ୍ଥ କରୁଥିବା ପାଲା ଗାୟକ ଉଜ୍ଜଳ ବିଜୟ କୁମାର ଓଝା ମହୋଦୟଙ୍କୁ ଆମ ନୃସିଂହ ବାବୁ 100 ଟଙ୍କା ପୁରସ୍କୃତ କରିଛନ୍ତି। ଭଗବାନ ସତ୍ୟନାରାୟଣ ପ୍ରଭୁ ମଣ୍ଡଳ ସ୍ୱାମୀ ନୃସିଂହ ବାବୁଙ୍କର ସର୍ବଶ୍ରେଣୀକାର ମଙ୍ଗଳ ବିସ୍ତାର କରନ୍ତୁ, ସକଳ ଇଷ୍ଟାନିଷ୍ଟ ଖଣ୍ଡନ କରନ୍ତୁ, ଚଲାପଥକୁ ସୁମିତ କରନ୍ତୁ, ବିଶ୍ୱାସ ପରମାୟ ପ୍ରଦାନ କରନ୍ତୁ, ନିରାମୟ ଜୀବନ ଦାନ କରନ୍ତୁ। ବୋଲ ତନ୍ନିତ୍ୟାନନ୍ଦ କୁମାର ବସନ୍ତ ଉତ୍ସବ ହେଇଛି ରାଣୀମାନଙ୍କ ମନ ଭିତରେ ଥିବା ଦମ୍ଭଧର୍ମ ଅହଙ୍କାରକୁ ଚୂର୍ଣ୍ଣ କରିବା ପାଇଁ ଭଗବାନ କୃଷ୍ଣ ବିଚାର କଲେ। ଡାକିଲେ ଉଦ୍ଧବ, କହିଲେ ଉଦ୍ଧବ ଆରେ ଉତ୍ସବ ପାଳନ ହବ ନା, ଘରକୁ ଝିଅ ଯାଇକି ନିମନ୍ତ୍ରଣ କଲେ କଣ ଉତ୍ସବ ହବ? କହିଲେ ଅର୍ଜୁନ ତ ଆସିପାରିବେନି, ସୁଭଦ୍ରାକୁ ଡାକି ଆଣରେ। କିଛି ବାଟ ଚାଲିଗଲେ ଉଦ୍ଧବ, ପୁଣି ମା ଲଉଟି ଆସିଲେ, ହାତ ଯୋଡ଼ିକିରି କହିଲେ ପ୍ରଭୁ ବଡ଼ ଭୁଲ ହେଇଯିବ ନା କଣ? ନା ସେ ଘରେ ଦୁଇଟି ବୋହୂ ଅଛନ୍ତି, ଜଣେ ଆମ ରାଜକୁମାରୀ ସୁଭଦ୍ରା ଆଉ ଜଣେ ପରା ଦ୍ରୌପଦୀ। ଆଚ୍ଛା ଉଦ୍ଧବ କାହିଁକି ଦ୍ରୌପଦୀଙ୍କ କଥା କହିଲେ? ଏ କଥା ତ କୃଷ୍ଣ କହିନାହାନ୍ତି। ଉଦ୍ଧବ କାହିଁ ମନରୁ ବାନ୍ଧିକିରି କହିଲେ? দুইটা পদ আছে বাক্য ভিতরে, তাহলে পরিকরা উঠাই মুহি অন্তরে সাক্ষী রূপে থাই। আমি যাহা করছি কার নির্দেশ করছি? কার নির্দেশ? জনতা নির্দেশ। ছোটিয়া কথাটি কহিল ভাইমান তো বসিলেন স্বামী বিবেকানন্দ বা সত্য কথা ভারতের ইতিহাস আম পরম্পরা কথা শুনুন। আম পরম্পরা আম ইতিহাস আম ধর্ম। স্বামী বিবেকানন্দ দিনে বসেছেন, তাଙ୍କ ପାଖରେ ତାଙ୍କ ଶିଷ୍ୟଟି ବସିଛି, ହାତ ଯୋଡ଼ିଛି। ବିବେକାନନ୍ଦଙ୍କୁ ପଚାରିଲା, କହିଲା ଗୁରୁଜୀ ଆପଣ ଭଗବାନଙ୍କୁ ଦର୍ଶନ କରିଛନ୍ତି? ନା ନା ମୁଁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଚାହେଁ। ସ୍ୱାମୀ ବିବେକାନନ୍ଦ କହିଲେ କାଲି ଆସିବୁ ଭଗବାନଙ୍କୁ ଦର୍ଶନ କରି। ତାପରେ ଦିନ ମନ ଲାଗିଛି, ଶିଷ୍ୟ ପିଲା ଯାଇ ପହଞ୍ଚିଲା। ବିବେକାନନ୍ଦଙ୍କ ପାଖରେ ହାତ ଯୋଡ଼ିକି ଛିଡ଼ା ହେଲା, କହିଲେ ବସ। ବସିଲା, କହିଲା ମତେ ଭଗବାନଙ୍କୁ ଟିକେ ଦର୍ଶନ କରିଦିଅନ୍ତୁ। ସ୍ୱାମୀ ବିବେକାନନ୍ଦ ଆଙ୍ଗୁଳିଟାକୁ ଟେକିଲେ, କହିଲେ କଣ ଦେଖୁଛୁ? ନା ଆପଣ ଆଙ୍ଗୁଳିଟା ଦେଖିଲେ, ପୁଣି ଆଙ୍ଗୁଳିଟାକୁ ଭାଙ୍ଗିଲେ। କହିଲେ କଣ ଦେଖୁଛୁ? ନା ଆଙ୍ଗୁଳିଟା ଆପଣ ଭାଙ୍ଗିଲେ। ନା ଦେଖିଲୁ ଭଗବାନଙ୍କୁ। ପିଲାଟି ଆଶ୍ଚର୍ଯ୍ୟ ହେଇଗଲା, କହିଲେ ଆପଣ ତ ଆଙ୍ଗୁଳିଟା ଦେଖିଲେ ପୁଣି ଆଙ୍ଗୁଳିଟା ଭାଙ୍ଗିଦେଲେ, ଭଗବାନ କୋଉଠି ଆସିଲେ? କହିଲେ ତୁ ବୁଝିପାରିଲୁନି? ଆରେ ଆଙ୍ଗୁଳିଟା ଦେଖିବା ପାଇଁ ମୁଁ କିଏ? ଆଙ୍ଗୁଳିଟା ଭାଙ୍ଗିବା ପାଇଁ ମୁଁ କିଏ? ଯିଏ ଆଙ୍ଗୁଳି ଟେକୁଛି ସେଇ ଆଙ୍ଗୁଳି ଭାଙ୍ଗୁଛି। ପରି କରାଉ ଥାଇ ମୁଢି କରିଲା ସୁଭଦ୍ରା
আছে ধকিরে আপনি চিন্তা কলে ଯୋଉ ଦ୍ରୌପଦୀଙ୍କ ପାଇଁ ରାଜା ରାଣୀଙ୍କ ଭିତରେ ସମ୍ପର୍କ ନାହିଁ ଯେତେବେଳେ ସେଇ ଦ୍ରୌପଦୀ ଆସିଛନ୍ତି ଅତିଥି ହେଇକିରି ତାକୁ ଦେଖିବା ପାଇଁ କି ପୁଅ ନାରୀମାନେ ଏକତ୍ରିତ ହୋଇଗଲେ ଆପଣ ତ ଜାଣିଛନ୍ତି ଆମ ସହିତ କାହାର ପଡୁ ଆପଣ ନିଜେ କାଟିକିରି ଦିଅନ୍ତୁ କୃଷ୍ଣ କଲେ ତାର ଗୋଟାଏ ଛୁରୀ ଦିଅ କୃଷ୍ଣଙ୍କ ହାତକୁ ଥାରୁଆ ଛୁରୀ ଦିଏ ଧରିଦେଲେ ରାଣୀମାନେ କୃଷ୍ଣ ତ ମାୟା ଧର କଣ କଲେ କିରେ ମମି କହିଲେ କବି ବନ୍ଧୁ କୃଷ୍ଣ ପ୍ରସାଦ ବସୁ ଧୀର ଧାର ଛୁରୀକା छिड़ा कोना कई दियो किंतु केही किछि करि पारना कृष्ण छिड़ा हे देखुछंती हातो से धार धार रक्त बाहरछि छिड़ानी ना কথা कहउछंती कामरे केही किछि करि पारना कृष्ण मन भितरे भाबिले बोले एका होछि ठीक समय देखो द्रौपदी कोन करि पारछि तमे जहा न करि पारियो द्रौपदी केमिति ताहा करि देखौछि ए कथा को चिंता करे भगवान कृष्ण कोटि जाउछि आंगुली की द्रौपदी बार को देखाई देले पड़ीगला पशु कहले आपण लाख बोली पड़िले प्रभु को आंगुली से रक्त बाहर संभाई पारे रानी मैंने खोजुले छिड़ा रानी मैंने छिड़ा कला खोजुले द्रौपदी कोन कले जानिछु पशु देखि देले को अरे ग्रीकोरे भारी देले द्रौपदी परस्त्री पररानी पर राज्यर रानी से छिड़ा कला खोजिले जो दुर्गाटा पृथ्वी ना से पिंधा दुर्गाटा कुदुई खंड करी द्रौपदी के छिड़ी जो रानी मैंने कहते आम कृष्ण को स्त्री जगत सबुठ श्रेष्ठा नारी कृष्ण को सेवा करें कि द्रौपदी परनानी जहाँ कले कृष्ण को पत्नी मैंने ताहा कर
ରାଣୀମାନଙ୍କ ମନ ଭିତରେ ଥିବା ବନ୍ଧ ଗର୍ବ ଅହଙ୍କାର ଦୂର ହେଇଗଲା। ହାତ ଯୋଡ଼ିଦେଲେ କୃଷ୍ଣଙ୍କ ପାଦ ତଳେ ପଡ଼ିଲେ ଡାକିଲେ ହେ ସ୍ୱାମୀ ଆମ ମନ ଭିତରେ ଥିଲା ଯେ ବନ୍ଧ ଗର୍ବ ଅହଙ୍କାର ଦୂର ହେଇଗଲା। ଆଜି ଜାଣିଲୁ କାହିଁକି ଆପଣ ଦ୍ରୌପଦୀକି ବଡ଼ କହୁଥିଲେ ହେ ଜଗତରେ ଆପଣଙ୍କର କାହାର ସହିତ ସମ୍ପର୍କ ନାହିଁ କେବଳ ଜଣଙ୍କ ସହିତ ସମ୍ପର୍କ ଅଛି ଭଗତ ହିତ ତୋର ତେଣୁ ସେ ଭକ୍ତ ହେଇଥିବା ଦ୍ରୌପଦୀକି ଆପଣ ଭଲ ପାଉଛନ୍ତି ବୋଲି କହିଲେ ଆମ ମନ ଭିତରେ ଆପଣଙ୍କ ପ୍ରତି ଯେଉଁ ଖରାପ ଧାରଣା ଥିଲା ଆଜି ସବୁ ତୁଟିଗଲା। ହାତ ଯୋଡ଼ିଦେଲେ ଦ୍ରୌପଦୀଙ୍କ ପାଦ ତଳେ ପଡ଼ିଗଲେ ଡାକିଲେ ହେ ରାଣୀ ଆଜି ଠାରୁ ତୁ ରାଣୀ ଆମେ ସେଟା କୃଷ୍ଣକୁ ବିବାହ କରିଛୁ କୃଷ୍ଣ ଭାବ କଣ ଆମେ ଜାଣିବୁ କୃଷ୍ଣ ତତ୍ଵ କଣ ଆମେ ଜାଣିବୁ ଆଜି ଯୋଉ ତମେ ଗୁରୁ ଭାବରେ ଆମକୁ ଟିକେ ଶିକ୍ଷା ଦିଅ। ଭଗବାନ ହସିଦେଲେ କୃଷ୍ଣ ହସିକିରି କହିଲେ ହସି ଭାସିଲେ ଭଲ ମାନେ କାହିଁକି ଦ୍ରୌପଦୀକୁ ବଡ଼ କହୁଥିଲି ହାତ ଯୋଡ଼ିଲେ ସମସ୍ତେ ରାଣିମାନେ କହିଲେ ଏକା ତ ଭଗତ ଜୀବନ ଏକା ତ ଭଗତ ଜୀବନ ଏକା ତ ଭଗତ ଜୀବନ ଏକା ତ ଭଗତ ଯେତେବେଳେ ଦୁଃଖରେ ପଡ଼େ ବିପଦରେ ପଡ଼େ ନିବେଦନ କରେ ସେତେବେଳେ ଭଗବାନ କେବେ ସମ୍ଭାଳି କାହିଁକି ନା ଲେଖିଛନ୍ତି